ଭାରତର 5ଟି ବିଳାସପୂର୍ଣ୍ଣ ଗାଡ଼ି ଭାରତରେ ନିର୍ମିତ ହୁଏ। ଏହି 5 ବିଳାସପୂର୍ଣ୍ଣ ଗାଡ଼ି କିନ୍ତୁ କେବଳ ବିକ୍ରି ହୁଏ ବିଦେଶରେ। ଜାଣନ୍ତୁ ଏହାର ଲୁକ୍ କିପରି। ଏହି ତାଲିକାରେ ଆସୁଥିବା ପ୍ରଥମ ନାମ ହେଉଛି ଟୋୟୋଟା ରୁମିଆନ୍। ମିଡିଲ୍ କ୍ଲାସ୍ ପରିବାରର ବଜେଟ୍ରେ ଆସୁଥିବା ଏହି 7ଟି ସିଟ୍ କାର ଅନେକ ଲୋକଙ୍କ ପସନ୍ଦ। ଏହି କାରଟି ମାରୁତି ସୁଜୁକି ଏର୍ଟିଗାର ଏକ ରିବେକ୍ ସଂସ୍କରଣ, ଯାହା ଟୋୟୋଟା ରୁମିଆନ୍ ନାମରେ ବିଭିନ୍ନ ବଜାରରେ ବିକ୍ରି ହୁଏ। ମହିନ୍ଦ୍ରା ସ୍କର୍ପିଓ ଗେଟୱେ ଗାଡ଼ି। ମହିନ୍ଦ୍ରା ସ୍କର୍ପିଓ ଗେଟୱେରେ 2.2 ଲିଟର ଡିଜେଲ ଇଞ୍ଜିନ୍ ମିଳିଥାଏ। ଏହି ଯାନ ଅନ୍ୟ ଏସିଆ ଦେଶଗୁଡ଼ିକରେ ବଜେଟ୍ ପିକଅପ୍ ଟ୍ରକ୍ ଭାବରେ ବିକ୍ରି ହୁଏ। ଏହା ପୂର୍ବରୁ ଏହା ଭାରତରେ ମଧ୍ୟ ବିକ୍ରି ହେଉଥିଲା, କିନ୍ତୁ ପରେ ଏହା ଅନ୍ୟ ଦେଶକୁ ରପ୍ତାନି ପାଇଁ ସୀମିତ ଥିଲା। ନିସାନ୍ ସନି ଆରାମଦାୟକ କାର୍। ଏହି କାରଟି ଅତ୍ୟନ୍ତ ଆରାମଦାୟକ ବୋଲି ବିବେଚନା କରାଯାଏ। ନିସାନ୍ ସନି ଭାରତରେ ନିର୍ମିତ ଏବଂ ଏହା ମଧ୍ୟ ପୂର୍ବର ଅଧିକାଂଶ ଦେଶକୁ ରପ୍ତାନି ହୋଇଥାଏ। ସେଠାରେ ଏହି କାରଟି କ୍ୟାବ୍ ଭାବରେ ଅଧିକ ବ୍ୟବହୃତ ହୁଏ। ଭାରତରେ ଏହି କାରର ବିକ୍ରି 2 ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଥିଲା। ସୁଜୁକି ଜିମି ହେଉଛି ସର୍ବୋତ୍ତମ ଗାଡ଼ି। ଏହି ସୁଜୁକି ଜିମି କାରରେ 1.5 ଲିଟର ପେଟ୍ରୋଲ ଇଞ୍ଜିନ୍ ଅଛି। ଯାନଟି 4x4 ସିଷ୍ଟମରେ ଚାଲିଥାଏ, ଯଥା ଏହାର 4 ଚକକୁ ଘୂର୍ଣ୍ଣନ କରାଯାଇପାରିବ, ଯାହାଦ୍ୱାରା ଏହା ଯେକୌଣସି ପ୍ରକାର ସ୍ଥାନ ଉପରେ ଆରାମରେ ଚାଲିପାରିବ। ଜାପାନର କମ୍ପାନୀ ସୁଜୁକି ଏହି କାରକୁ ଭାରତରେ ପ୍ରସ୍ତୁତ କରି ଏହାକୁ ବିଦେଶୀ ବିକ୍ରି କରିଥାଏ। ଟୋୟୋଟା ବେଲାର ଇଣ୍ଟିରିୟର ବହୁତ ଭଲ। ଟୋୟୋଟା କମ୍ପାନୀର ଏହା ଏକ ଆରାମଦାୟକ କାର। ଏହି କାର ଭାରତରେ ନିର୍ମିତ ଏବଂ ଅନ୍ୟ ଦେଶକୁ ବିକ୍ରି ହୁଏ। ଏହି କାରଟି ମାରୁତି ସୁଜୁକି ସିଆଜର ରିବେକ୍ ସଂସ୍କରଣ ବୋଲି ବିଶ୍ୱାସ କରାଯାଏ। ଏହି ଯାନର ଡ୍ରାଇଭିଂ ଏବଂ ଇଣ୍ଟେରିୟର ସିଷ୍ଟମ ଭଲ ବୋଲି ବିବେଚନା କରାଯାଏ, ଯେଉଁ କାରଣରୁ ଏହା ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ ଅଟେ।